50 ବର୍ଷର ବାମନ ବ୍ୟକ୍ତିଙ୍କୁ ମିଳୁନାହିଁ ଆବାସ ଯୋଜନା। ବୟସ 50 ବର୍ଷ। ଦିବ୍ୟାଙ୍ଗ ନହେଲେ ମଧ୍ୟ ଦିବ୍ୟାଙ୍ଗ ପରି ଜୀବନ କାଟୁଛନ୍ତି ବାମନ ବ୍ୟକ୍ତି। ବାରମ୍ବାର ଆର୍ଥିକ ଝଡ଼ର ସମ୍ମୁଖୀନ ହୋଇ ମଧ୍ୟ ସେ ହାର ମାନି ନାହାନ୍ତି। ଜୀବନ ଜୀବିକା କହିଲେ ଝୁମ୍ପୁଡ଼ି ଘରେ ଥିବା ତାଙ୍କ ଜଳଖିଆ ହୋଟେଲ। ସେହି ଜଳଖିଆ ହୋଟେଲରେ ଯାହା କିଛି ରୋଜଗାର ହୁଏ ସେ ଚଳିବା ସହିତ ଦୁଃଖ କଷ୍ଟରେ ପରିବାର ଚଳିଥାଏ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମ ପଞ୍ଚାୟତ ନିକଟରେ ଏକ ଝୁମ୍ପୁଡ଼ି ଘରେ ଜଳଖିଆ ହୋଟେଲଟିଏ କରିଛନ୍ତି ବାମନ ବ୍ୟକ୍ତି ଆଶ୍ରମ ସିଂ। 50 ବର୍ଷ ବୟସ ଅତିକ୍ରମ କରିସାରିଛି। ସାମାନ୍ୟ ଭତ୍ତା ଗଣ୍ଡାଏ ପାଇବା ପାଇଁ କେଉଁ ଅଫିସକୁ ନ ଯାଇଛନ୍ତି ଆଶ୍ରମ ସିଂ। ସେ ଦିବ୍ୟାଙ୍ଗ ନାହିଁ ବୋଲି ସବୁଠାରୁ ନିରାଶ ହୋଇ ଫେରିଆସନ୍ତି। କିନ୍ତୁ ଶାରୀରିକ ସ୍ତରରେ ସେ ଦିବ୍ୟାଙ୍ଗ ନ ହେଲେ ମଧ୍ୟ ଦିବ୍ୟାଙ୍ଗ ପରି ଜୀବନ କାଟୁଥିବା ଜଣେ ବାମନ ବ୍ୟକ୍ତିଙ୍କ ପାଇଁ ପ୍ରଶାସନ ଦୃଷ୍ଟିରେ ରଖିବା ଆବଶ୍ୟକ। ଦୀର୍ଘ 10-12 ବର୍ଷର ସଂଗ୍ରାମ ପରେ ଏବେ ତାଙ୍କୁ ଭତ୍ତା ମିଳୁଛି। କିନ୍ତୁ ଏପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିପାରୁନାହିଁ। ଛୋଟ ଏକ ଝୁମ୍ପୁଡ଼ି ଘରଟିରେ ଜଳଖିଆ ହୋଟେଲ କରି ଖୁବ୍ କଷ୍ଟରେ ଚଳିଯାଉଛନ୍ତି ସିନା, କିନ୍ତୁ ହୃଦୟ ଭିତରେ ଭରି ରହିଛି ଅନେକ ଯନ୍ତ୍ରଣା, ଯାହାକି ଦେଖିଲେ ସ୍ପଷ୍ଟ ଭାବରେ ଜଣା ପଡ଼ିଯାଉଥାଏ। ବାମନ ବ୍ୟକ୍ତି ପାଇଁ ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା କରି ବାମନମାନଙ୍କୁ ସୁରକ୍ଷା ଦେବା ପାଇଁ ସାଧାରଣରେ ଦାବି ହେଉଥିବା ବେଳେ ଆଶ୍ରମ ସିଂଙ୍କୁ ଯଥାଶୀଘ୍ର ଘରଟିଏ ଦେବା ପାଇଁ ସାଧାରଣରେ ଦାବି ହେଉଛି। ଦୁଃଖ କଷ୍ଟରେ ଜର୍ଜରିତ ହେଉଥିବା ଆଶ୍ରମ ସିଂଙ୍କ କରୁଣ ପ୍ରତିଛବି ଆଜି ଏ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି କରିଦେଇଛି। ଗ୍ରାମ ପଞ୍ଚାୟତ ଅଫିସ ନିକଟରେ ଥାଇ ମଧ୍ୟ ଆଜି ଆଶ୍ରମ ସିଂ ଆବାସ ଯୋଜନାରୁ ବଞ୍ଚିତ ହେବା ଏହା ଏକ ନିନ୍ଦନୀୟ ଦୃଶ୍ୟ। ଯଥାଶୀଘ୍ର ଆଶ୍ରମ ସିଂ ଉପରେ ପ୍ରଶାସନ ଦୃଷ୍ଟି ଦେଇ ଆବାସ ଯୋଜନାରେ ଘରଟିଏ ଦେବା ପାଇଁ ସାଧାରଣରେ ପ୍ରଶାସନ ଉପରେ ଦାବି ରଖିଛନ୍ତି ବୁଦ୍ଧିଜୀବୀ। ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, এবি ନ୍ୟୁଜ୍।